ମଲ୍ଲିକ ଆଉ ରାଜବୀର ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଆଉ ତାଙ୍କ ପୁଅ ହେଉଛି ଆୟାନ। ରାଜବୀର ମଲ୍ଲିକ ଆଉ ଅଂଶଙ୍କ ଫଟୋକୁ ଦେଖିକି କହିବ, ମୁଁ ଭାବୁଥିଲି ମୋ ପରୀ ମୋ ପାଖକୁ ଦିନେ ନା ଦିନେ ଫେରି ଆସିବ। ଆଉ ତୁମ ପୁଅ ଆୟାନ ସେ କ'ଣ ଭୁଲ କରିଥିଲା? ସେ ଟିକେ ମା'ର ସ୍ନେହ ପାଇବ ବୋଲି ଛଟପଟ ହେଉଥିଲା, ଯାହାକୁ ତମେ ଆପଣାର ଭାବିଲ। ମା'ର ମମତା ଛଡ଼େଇ ନେଲ କେବଳ ନିଜର ଲକ୍ଷ୍ୟ ଆଉ ଅଏଶ ଆରାମରେ ରହିବା ପାଇଁ। ମୋତେ ଛାଡ଼ି ଏ ଅସପଟ ରାଇ ପାଖକୁ ଚାଲିଗଲ। ପୁଣି କହିବେ ତମେ ମୋତେ ଗୋଡ଼ରେ ଆଡ଼େଇ ଦେଲ। ଠିକ୍ ଅଛି, ସବୁ ସହିଗଲି। ମୁଁ କିନ୍ତୁ ଗୋଟେ ନିରୀହ ଛୁଆଠୁ ତା' ପାଇବା ଆଉ ମା'ର ମମତା ମଝିରେ ଅଟକେଇ ରଖିଛି। ତମେ ତମ ଦୁନିଆ ଖୁବ୍ ସଜେଇକି ରଖିଛ। ତୁମେ କିନ୍ତୁ ସାରା ଜୀବନ ମାମା ମାମା କହି ଚିତ୍କାର କରୁଛି ଆଉ କହିବେ ତମେ ମୋ ପାଇଁ ପରୀ ଥିଲ। ହେଲେ ଏବେ ମଲ୍ଲିକା କେବଳ ମଲ୍ଲିକା। ତୁମେ ଏବେ ମୋର ପୁରୁଣା ପ୍ରେମିକ ନୁହଁ। ମୋର ପ୍ରତିଶୋଧ ବି ଆୟାନକୁ ତମେ 7 ବର୍ଷ ହେଲା ମା'ର ମମତାରୁ ଦୂରେଇକି ରଖିଛ। ମୁଁ ବି ତମଠୁ ପ୍ରତିଶୋଧ ନେବି, ଯୋଉଥିପାଇଁ କି ତମେ ନିଃଶ୍ୱାସ ବି ନେଇପାରିବନି।